ଆଜି ଶୁଣିବା ଉପନ୍ୟାସ ଅୟମାରମ୍ଭ ଭାଗ 6। ଔପନ୍ୟାସିକା ପ୍ରତିଭା ରାୟ। ଗୋଟାଏ ବେଳେ ଅନଙ୍ଗଠାରୁ ଫୋନ୍ ଆସିଲା। ବ୍ୟସ୍ତ ହୋଇ ଅନଙ୍ଗ ଜଣାଇଲେ ମୁଗ୍ଧା ଏବେ ସୁଦ୍ଧା ଅଫିସରେ ପହଞ୍ଚି ନାହାନ୍ତି ଏବଂ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ପ୍ରଥମେ ଟିକେ ବିବ୍ରତ ହୋଇପଡ଼ିଲେ ତନ୍ମୟ। ମୁଗ୍ଧା ତେବେ ଗଲେ କୁଆଡ଼େ? କିନ୍ତୁ ବେଶ୍ ଗମ୍ଭୀରତା ରକ୍ଷା କରି କହିଲେ, ଖୁବ୍ ଭଲ ହୋଇଛି। ତୋ ଭଳି ଅଭଦ୍ର ଅଶିଷ୍ଟ ଲୋକ ପାଖରେ ମୁଗ୍ଧା ଅନ୍ତତଃ ଚାକିରି ନ କରିବା ଉଚିତ। ଆରପଟୁ ଉତ୍ତାଳ ହସ ଫାଟି ପଡ଼ୁ ପଡ଼ୁ ଅନଙ୍ଗ କହିଲା, ଗୋଟାଏ କାମ କର, ସେ ବିବାଦ ବିଚ୍ଛେଦ ଦଲିଲଟା ଚିରି ପକା। ମୁଗ୍ଧା ଫେରିବା ମାତ୍ରେ ତାଙ୍କୁ ଧରି ଆଉ ଏକ ଦ୍ୱିତୀୟ ହନିମୁନ୍ ଟ୍ରିପ୍ରେ କୁଆଡ଼େ ବୁଲିଆ। ଦେଖିବୁ ସବୁକିଛି ଠିକ୍ ହେଇଯିବ। ମୁଁ ବୁଝିପାରିଛି ୟୁ ଆର୍ ମେଡ୍ ଫର୍ ଇଚ୍ ଅଦର୍। ନା ନା, ଅସମ୍ଭବ। ତା କେବେ ବି ହୋଇପାରେ ନା। ତୁ ମୁଗ୍ଧାଙ୍କୁ ଜାଣୁନାହିଁ? ସେସବୁ କଥା ଛାଡ଼, ତନ୍ମୟ ବିଚଳିତ କଣ୍ଠରେ କହିଲେ। ଆରେ ଭାଇ, ଏ ପୃଥିବୀରେ କୌଣସି ସ୍ୱାମୀ ସ୍ତ୍ରୀ ମେଡ୍ ଫର୍ ଇଚ୍ ଅଦର୍ ନୁହନ୍ତି। ଯେଉଁମାନେ ଚିରଦିନ ସ୍ୱାମୀ ସ୍ତ୍ରୀ ହୋଇ ରହନ୍ତି ସେମାନେ ବର୍ନ ଫର୍ ଇଚ୍ ଅଦର୍। ତମେ ଦୁହେଁ ଦୁହିଁଙ୍କ ପାଇଁ ଜନ୍ମ, ଏତିକି ଅନ୍ତତଃ ମୁଁ ବୁଝିପାରିଛି। ବାଜେ କଥା, ଏସବୁକୁ ମୁଁ ବିଶ୍ୱାସ କରେ ନା। ଅନଙ୍ଗ ପଚାରିଲେ, ମୁଗ୍ଧା ଯଦି ଆଦୌ ନ ଆସନ୍ତି? ତେବେ ମୁଁ ତାଙ୍କୁ କାଲି ଜୋର କରି ପଠାଇବି। ଅପରିଚିତ ଲୋକଙ୍କ ପାଖରେ କାମ କରିବା ଅପେକ୍ଷା ଅନ୍ତତଃ ତୋ ଭଳି ଜଣାଶୁଣା ବନ୍ଧୁଙ୍କ ପାଖରେ କାମ କରିବା ଖୁବ୍ ନିରାପଦ। ମୁଁ ଅନ୍ତତଃ ୟାଦ୍ୱାରା ମୁଗ୍ଧା ପାଇଁ ଚିନ୍ତିତ ରହିବି, ନିଶ୍ଚିନ୍ତ ରହିବି। କିନ୍ତୁ ମନେ ରଖ, ପରିହାସରେ ହେଉ ବରଂ ମୁଗ୍ଧା ପାଖରେ କଥାବାର୍ତ୍ତାରେ ଆଦୌ ହୁଗୁଳା ହେବ ନାହିଁ। ଏସବୁ ବିଷୟରେ ସେ ଭାରି ଭୟଙ୍କର ଭାବରେ ରକ୍ଷଣଶୀଳା। ଅନଙ୍ଗ ତଥାପି ମଧ୍ୟ କୌତୁକଭରା ସ୍ୱରରେ କହିଲେ, ଭଲ ହେଲା, ସାବଧାନ କରିଦେଲୁ। କିନ୍ତୁ ପଚାରିପାରେ କି ମୁଗ୍ଧାଙ୍କ ବିଷୟରେ ନିଶ୍ଚିନ୍ତ ହେବା ପାଇଁ ତୁ କିଏ? ବର୍ତ୍ତମାନ ମୁଗ୍ଧାଙ୍କ ଉପରେ ମୋର ଯେତିକି ଅଧିକାର ତା ତୋର ବି ନାହିଁ। କେମିତି? ତୋର ପୁଣି ମୁଗ୍ଧାଙ୍କ ଉପରେ କି ଅଧିକାର? ମୁଁ ତାଙ୍କର ବସ୍ ହେବାକୁ ଯାଉଛି। ସ୍ୱାମୀ ହିସାବରେ ତୋର କର୍ତ୍ତୃତ୍ୱକୁ ସେ ଅନେକ ସମୟରେ ଅସ୍ୱୀକାର କରୁଥିବେ, କିନ୍ତୁ ମୋ କର୍ତ୍ତୃତ୍ୱ ସେ କେବେ ଅସ୍ୱୀକାର କରିପାରିବେ? ଅନଙ୍ଗ ଆଉ ଥରେ ହସି ଉଠୁ ଉଠୁ ତନ୍ମୟ ଫୋନ୍ ଛାଡ଼ିଦେଲେ। 5ଟା ବାଜିବାକୁ ଯାଉଛି। ପୁଣି ଅନଙ୍ଗର ଫୋନ୍। କିରେ, ମୁଗ୍ଧା ତ ଆସିଲେ ନାହିଁ, କୁଆଡ଼େ ଗଲେ? ମୁଁ ଦେଖୁଛି। ତନ୍ମୟ ଫୋନ୍ ଥୋଇଦେଇ କିଛିଟା ବିଚଳିତ ହୋଇଗଲେ ମଧ୍ୟ ମନେ ମନେ ଆକ୍ରୋଶରେ ଗୁମୁରି ଉଠିଲେ। ମୁଗ୍ଧାଙ୍କ ପାଇଁ ଅନଙ୍ଗର କି ବ୍ୟାକୁଳତା! ସତେକି ମୁଗ୍ଧା ଜଏନ୍ ନ କଲେ ତା'ର ଅଫିସ୍ ଅଚଳ ହୋଇଯିବ। ସେମିତି ଅଭଦ୍ର ବଣମଣିଷ ହୋଇ ରହିଗଲା ସାରା ଜୀବନ। ତନ୍ମୟ ମନୀଷା ବାଟ ଦେଇ ଆସିଗଲେ। ମୁଗ୍ଧା ସେଠିକି ଆଦୌ ଯାଇନାହାନ୍ତି ଜାଣିବା ପରେ ହଠାତ୍ ତାଙ୍କ ମନରେ ଗୋଟାଏ ଅଜଣା ଆତଙ୍କ ଜାଗିଲା। ମୁଗ୍ଧା ଭଳି ମୁଖୁରା ନାରୀଟି ଆଜି ସକାଳୁ ଯେମିତି ଗୁମ୍ସୁମ୍ ହୋଇ ତାଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ଭିନ୍ନ ନାରୀ ଭଳି ବ୍ୟବହାର ଦେଖାଇଲେ, ସେଥିରେ ଆତଙ୍କିତ ହେବାର ଯଥେଷ୍ଟ କାରଣ ଅଛି ବୋଲି ସେ ବର୍ତ୍ତମାନ ଅନୁଭବ କଲେ। ମୁଗ୍ଧାଙ୍କ ଭିତରେ କିଛି ଗୋଟାଏ ପ୍ରତିଶୋଧମୂଳକ ନିଷ୍ଠୁର ଭାବନା ହୁଏତ ସେତେବେଳେ କାମ କରୁଥିଲା। ମୁଗ୍ଧା ପାଇଁ ତାଙ୍କର ହୁଏତ ଏଇଟା ଅଯଥା ଦୁର୍ବଳତା ହୋଇପାରେ। ସେଥିପାଇଁ ନିଜ ଉପରେ ଯେତିକି ବିରକ୍ତ ହେଲେ, ମୁଗ୍ଧା ଉପରେ ତା'ଠାରୁ ବେଶୀ ରାଗ ହେଲା। ମୁଗ୍ଧା ଯଦି ଜିଦ୍ କଲା ଭଳି ତଳ ଫ୍ଲାଟ୍ରେ ଆସି ରହିନଥାନ୍ତେ, ସେ ତାଙ୍କ ପାଇଁ ଘର ମଣିଷ ଭଳି ଏତେ ଚିନ୍ତାରେ ପଡ଼ନ୍ତେ କାହିଁକି? ମୁଗ୍ଧା ଘରକୁ ଫେରି ନଥିଲେ। ବ୍ୟସ୍ତ ଭାବେ ମୁଗ୍ଧାଙ୍କୁ ଅପେକ୍ଷା କରି ରହିଲେ ତନ୍ମୟ। ମୁଗ୍ଧାଙ୍କୁ ରିକ୍ସାରୁ ଓହ୍ଲାଉଥିବାର ଦେଖିବା ମାତ୍ରେ କ୍ଷିପ୍ର ପାଦରେ ସେ ଗେଟ୍ ପାଖକୁ ଚାଲିଗଲେ ଏବଂ ବେଶ୍ ଚଢ଼ା ଗଳାରେ ପ୍ରଶ୍ନ କଲେ, ଏତେବେଳ ଯାଏଁ କୁଆଡ଼େ ଥିଲ? ତମେ ଆଜି ଅଫିସ୍ ଯାଇନ ଏବଂ ମନୀଷା ଘରକୁ ମଧ୍ୟ ଯାଇନାହଁ? ମୁଗ୍ଧା ଗଭୀର ଦୃଷ୍ଟିରେ ଚାହିଁଲେ ତନ୍ମୟଙ୍କୁ, ଯେମିତି କ'ଣ ଖୋଜି ହେଉଛନ୍ତି। କିଛି ଜବାବ ଦେଉନାହାନ୍ତି। ତନ୍ମୟ ଦୃଢ଼ ଗଳାରେ କହିଲେ, ମୋ କଥାର ଉତ୍ତର ଦିଅ। ତମେ ଆଜି କୁଆଡ଼େ ଯାଇଥିଲ? ଅଫିସ୍କୁ। ଶୀତଳ କଣ୍ଠରେ ସ୍ୱରରେ ମୁଗ୍ଧାଙ୍କର ଉତ୍ତର। ତନ୍ମୟ କିନ୍ତୁ ଉତ୍ତପ୍ତ ହୋଇ ଉଠିଲେ ଏବଂ ଜୋରରେ ଦେଇ କହିଗଲେ, ମିଛ କହୁଛ। ଅନଙ୍ଗ ମୋତେ ଆଜି 3 ଥର ଫୋନ୍ କରିଛି। ମୋ ଅଫିସରେ ମୁଁ ଥିଲି। ଅନଙ୍ଗ ବାବୁଙ୍କର ମୋ ଅଫିସ୍ ସଙ୍ଗେ କିଛି ସମ୍ପର୍କ ନାହିଁ। ମୁଁ ସେ ଚାକିରିରେ ଜଏନ୍ କରି ନାହିଁ। ଅନ୍ୟ ଅଫିସରେ କାମ କରି ଫେରୁଛି। ମୁଗ୍ଧା ଶାନ୍ତ ଶିଷ୍ଟ ଝିଅଟିଏ ଭଳି ଉତ୍ତର ଦେଲେ। ମୁଗ୍ଧାଙ୍କର ମନମୁଖୀ କାର୍ଯ୍ୟରେ କ୍ଷିପ୍ତ ହୋଇଉଠିଲେ ବି ତାଙ୍କର ଶାନ୍ତ ନମ୍ର କଥାରେ ତନ୍ମୟ ନରମ ହୋଇଉଠି କହିଲେ, କିନ୍ତୁ ତମେ ଏ ଚାକିରିଟା କାହିଁକି ଛାଡ଼ିଲ ମୁଗ୍ଧା?
ତମେ ଆଉ ଯେଉଁଠି ଚାକିରି ପାଉଥାଅ ନା କାହିଁକି ଏତେ ଭଲ ଦରମା ଆଉ କେଉଁଠି ପାଇବନି। କର୍ପୋରେସନ ଚାକିରିରେ ଖୁବ୍ ଭଲ ଦରମା, ସମ୍ମାନ ବି ଅଛି। ତା ଛଡ଼ା ଅନଙ୍ଗ ତ ଡିରେକ୍ଟର। ମୁଗ୍ଧା ଉଦାସ ସ୍ୱରରେ କହିଲେ, ଯେତେବେଳେ ତମ ସଙ୍ଗେ ଥିବାବେଳେ ମୁଁ ଚାକିରି କରିଥିଲି ସେତେବେଳେ ଚାକିରି ଥିଲା ମୋର ଏକ ବିଳାସର ବସ୍ତୁ, ଆଳସ୍ୟ ଭରା ସମୟ କାଟିବାର ଏକ ସୌଖିନ ବ୍ୟବସ୍ଥା। ସେତେବେଳେ କେଉଁ ଚାକିରି କରିବି କେଉଁଟା ନ କରିବି ବିଚାରର ବିଷୟ ଥିଲା। କିନ୍ତୁ ଆଜି ଯେତେବେଳେ ପେଟ ପାଇଁ ଚାକିରି କରୁଛି ଏବଂ ମୋ ସମ୍ମାନ ସହ ଆଉ କେହି ଜଡ଼ିତ ନୁହନ୍ତି, ସେତେବେଳେ ଆଉ ଚାକିରି କରିବାରେ ବାଛ ବିଚାର କ'ଣ? କିନ୍ତୁ ଏ ଚାକିରିଟା ତମର ପସନ୍ଦ ହେଲା ନାହିଁ କାହିଁକି? ଏଥିରେ ଅନ୍ତତଃ 200 ଟଙ୍କା ଅଧିକ ପାଇଥାନ୍ତ ବୋଲି ମୋର ଧାରଣା, ତନ୍ମୟ ଆହତ ସ୍ୱରରେ କହିଲେ। ମୁଗ୍ଧା ଗମ୍ଭୀର ଯାଇ କହିଲେ, 200 ଟଙ୍କା ଅଧିକ ପାଇବା ଲୋଭରେ ତମର ବନ୍ଧୁ ଅନଙ୍ଗଙ୍କ ଦପ୍ତରରେ କାମ କରିବା ଅନ୍ତତଃ ମୋ ଦ୍ୱାରା ହେବ ନାହିଁ। ତମ ବନ୍ଧୁଙ୍କର ଆଖି ଚାହାଣୀରୁ ମୁଁ ତାଙ୍କୁ ଚିହ୍ନିଛି। ମୋର ଏତିକି ଦୁଃଖ ଯେ ତମେ ତାଙ୍କରି ଦପ୍ତରରେ ମୋ ପାଇଁ ଚାକିରି ଖଣ୍ଡେ ବୁଝିଦେଇଛ। କ୍ଷମା କରିବ, ତମର ଶୁଭେଚ୍ଛା ମୁଁ ଆଦୌ ଗ୍ରହଣ କରିପାରିଲି ନାହିଁ। ତନ୍ମୟ ଦାବି କଲା ଭଳି ପଚାରିଲେ, କିନ୍ତୁ ତମେ କେଉଁ ଅଫିସରେ ଜଏନ୍ କରିଛ? କିଏ ତମର ବସ୍? କେଉଁ ପୋଷ୍ଟରେ ତମେ ଜଏନ୍ କରିଛ? ପୁଣି ପ୍ରଥମ ଦିନରେ ଅଫିସର ଫେରିବାରେ ଏତେ ଡେରି? ମୁଗ୍ଧା ଅପମାନରେ ଲାଲ ପଡ଼ି ଯାଉ ଯାଉ କହିଲେ, ଅନ୍ତତଃ ମୋତେ ଏସବୁ ପଚାରିବା ତମ ପକ୍ଷେ ନିତାନ୍ତ ଅଶିଷ୍ଟତା ଏବଂ ଅନଧିକାର ଚର୍ଚ୍ଚା ବୋଲି ତମେ ବୁଝିପାରିବା ଉଚିତ। ତମେ ମୋର ସ୍ୱାମୀ ନୁହଁ ବୋଲି ହୁଏତ ଭୁଲି ଯାଉଛ। ମୁଗ୍ଧା ଲମ୍ବା ଲମ୍ବା ପାଦ ପକାଇ ଘରେ ପଶିଲେ ଏବଂ ଜୋରରେ କବାଟ ବନ୍ଦ କରିଦେଲେ। ତନ୍ମୟ ଭାବିଲେ, ସ୍ୱାଭିମାନ ପ୍ରତ୍ୟେକ ମଣିଷର ଅଳ୍ପ ବହୁତ ରହିବା ଆବଶ୍ୟକ, କିନ୍ତୁ ମୁଗ୍ଧାଙ୍କର ଅତ୍ୟଧିକ ସ୍ୱାଭିମାନ ତାଙ୍କର ସବୁ ଦୁଃଖର କାରଣ ହେଉଛି ବୋଲି ସେ ନିଜେ ବୁଝି ପାରୁନାହାନ୍ତି। ତନ୍ମୟ ସ୍ଥିର କଲେ ସେ ଆଉ ଏଣିକି ଅଯଥାରେ ମୁଗ୍ଧାଙ୍କ ପାଇଁ ମୁଣ୍ଡ ଭାରି କରିବେ ନାହିଁ। ମୁଗ୍ଧାଙ୍କର ଯାହା ଇଚ୍ଛା ସେ ତା କରନ୍ତୁ। ମୁଗ୍ଧା ଭାବିଥିଲେ ଚେକ୍ଟା ପାଇ ତନ୍ମୟ ହୁଏତ ତାଙ୍କୁ କିଛି କହିବେ, ସେଇ କଥା ଉପରେ ହୁଏତ କିଛିଟା ବିତର୍କ ହେଇଯିବ। ମାତ୍ର ତନ୍ମୟ ଏକବାର ଚୁପଚାପ ଆଉ ଗମ୍ଭୀର। ଚେକ୍ଟା ପାଇଲେ କି ନା ତା ମଧ୍ୟ ମୁଗ୍ଧା ଜାଣିପାରିଲେ ନାହିଁ। ହଠାତ୍ ସେଦିନ ଡାକରେ ଚିଠିଟି ଆସିଲା ମୁଗ୍ଧାଙ୍କ ନାମରେ। ଲଫାପା ଉପରେ ତନ୍ମୟଙ୍କର ହସ୍ତାକ୍ଷର। ଚିଠିଟା ଦେଖୁ ଦେଖୁ ପ୍ରବାସୀ ପ୍ରିୟର ପ୍ରଥମ ପ୍ରେମପତ୍ର ପାଇ ଲଜ୍ଜାରୁଣ ହୋଇଉଠୁଥିବା ତରୁଣୀ ନବବଧୂଟି ପରି ମୁଗ୍ଧା ଲଜ୍ଜାରୁଣ ହୋଇଗଲେ। ତାଙ୍କ ଜୀବନରେ ଏଇ ତ ପ୍ରଥମ ପ୍ରେମପତ୍ର। ତନ୍ମୟଙ୍କୁ ବିବାହ କରିବା ପରେ 4 ବର୍ଷ ଧରି ସେ ତାଙ୍କ ଦେହର ଅବିଚ୍ଛିନ୍ନ ଅଙ୍ଗ ଭଳି ଏକତ୍ର ରହି ଆସିଛନ୍ତି। ପ୍ରେମପତ୍ର ପାଇବାର ସୁଯୋଗ ହେଇନାହିଁ କେବେ। ମନୀଷାର ସ୍ୱାମୀ ବାହାରେ ରହୁଥିବା ବେଳେ ତାଙ୍କର ପ୍ରେମପୂର୍ଣ୍ଣ ଦୀର୍ଘ ପତ୍ର ସବୁ ପଢ଼ି ରୋମାଞ୍ଚିତ ହୋଇ ଉଠୁ ଉଠୁ ମୁଗ୍ଧା କାମନା କରୁଥିଲେ, ତନ୍ମୟ ବି ଯଦି ଏମିତି ପ୍ରବାସୀ ହୋଇଯାଆନ୍ତେ, ତାଙ୍କ ପାଖରୁ ଏମିତି ମିଠା ମିଠା ଚିଠି ସବୁ ଆସନ୍ତା। ସେ ସୁଯୋଗ କେବେ ହେଇନାହିଁ। ଆଜି କିନ୍ତୁ ଏ ଗୋଟିଏ ଫ୍ଲାଟରେ ଥାଇ ତନ୍ମୟ ପ୍ରବାସୀ ହୋଇ ଯାଇଛନ୍ତି ତାଙ୍କ ପାଖରେ। ସେଥିପାଇଁ ଉପରୁ ଥାଇ ତଳକୁ ତାଙ୍କର ଏ ପ୍ରେମପତ୍ର। କ'ଣ ଲେଖିଥିବେ ତନ୍ମୟ? କ'ଣ ବୋଲି ସମ୍ବୋଧନ କରିଥିବେ ତାଙ୍କୁ? ହୁଏତ ସେ ନିଜର ଭୁଲ ବୁଝିଛନ୍ତି। ଦୁଇଟା ଭିନ୍ନ ମଣିଷଙ୍କ ଭିତରେ ନିଶ୍ଚୟ ପ୍ରଭେଦ ରହିବ। ସବୁ ବିଭେଦ, ସବୁ ଅସାମଞ୍ଜସ୍ୟ କଥା ଏବଂ ଭିନ୍ନ ଭାଷା ଜାତିକୁ ନେଇ ଆମର ଏ ପୃଥିବୀ। ସେ ପୃଥିବୀରେ 2 ଜଣ ନରନାରୀ, ସବୁକିଛି ଅମେଳ। ଭିନ୍ନ ଭିତରେ ସେମାନେ ଅଭିନ୍ନ, ଏକ ଯୁଗ୍ମ ସେମାନେ ସ୍ୱାମୀ ସ୍ତ୍ରୀ। ତନ୍ମୟ ଲେଖିଥିବେ, ମୋର ଭୁଲ ହୋଇଯାଇଛି ମୁଗ୍ଧା, ତମେ ତଳ ଘରଟା ଛାଡ଼ିଦେଇ ଉପରକୁ ଚାଲି ଆସ। ଆଉ କେବେ ତମକୁ ଘର ବଦଳାଇବାକୁ ହେବ ନାହିଁ। ବେଶ୍ ବେଶ୍ ସେତିକିରେ ସେ ତନ୍ମୟଙ୍କ ପାଦତଳେ ଲୋଟିଯିବେ, ତାଙ୍କ ହୃଦୟ କନ୍ଦରରେ ମିଶି ନଈଟିଏ ହେଇ ବହିଯିବେ। କମ୍ପିତ ହୃଦୟରେ ତନ୍ମୟଙ୍କର ପ୍ରଥମ ପ୍ରେମପତ୍ର ଖୋଲିଲେ ମୁଗ୍ଧା। ଚିଠିରେ ମାତ୍ର 2 ଧାଡ଼ି, ଚେକ୍ ମିଳିଛି, ଧନ୍ୟବାଦ। ମୁଗ୍ଧାଙ୍କର ସବୁ ଉତ୍ସାହ ମଉଳିଗଲା। ତନ୍ମୟ ତାଙ୍କୁ ଏ କଥାପଦକ ମୁହଁରେ ବି ତ କହିଦେଇ ପାରିଥାନ୍ତେ। ଅବଶ୍ୟ ସେ ନିଜେ ମଧ୍ୟ ଚେକ୍ଟାକୁ ତନ୍ମୟଙ୍କୁ ହାତେ ହାତେ ଫେରାଇ ଦେଇ ପାରିଥାନ୍ତେ। ତନ୍ମୟ ତାଙ୍କୁ ତାଙ୍କରି ଅସ୍ତ୍ରରେ ଆଘାତ କରିଛନ୍ତି। କିନ୍ତୁ ତନ୍ମୟ ତ ପଚାରି ପାରିଥାନ୍ତେ, ଚେକ୍ କାହିଁକି ଫେରାଇ ଦେଲେ ମୁଗ୍ଧା? ତମେ ଚଳିବ କେମିତି? ତନ୍ମୟ ଏଣିକି ତାଙ୍କ ବିଷୟରେ ନିର୍ବିକାର ହେବାକୁ ସ୍ଥିର କରିଛନ୍ତି। କିନ୍ତୁ ମୁଗ୍ଧା କ'ଣ କେବେ ତନ୍ମୟଙ୍କ ପାଇଁ ନିଶ୍ଚିନ୍ତ ନିର୍ବିକାର ରହିପାରନ୍ତି? ତନ୍ମୟ ନିଜ ବିଷୟରେ ଯେମିତି ଦାୟିତ୍ୱହୀନ, ତାଙ୍କୁ ଏମିତି ଏକା ଏକା ଛାଡ଼ି ଦିଆଯାଇ ନପାରେ। ତନ୍ମୟ ଆଜିକାଲି ଖୁବ୍ ସିଗାରେଟ୍ ପିଉଛନ୍ତି। ଏସବୁ ବିଷୟରେ ମୁଗ୍ଧା ତାଙ୍କୁ ଗୋଡ଼େ ଗୋଡ଼େ ଜଗିଥାନ୍ତି।
କ୍ଲବରେ ଖୁବ୍ ଗୁଡ଼ାଏ ପିଇବା, ବିଳମ୍ବ ରାତ୍ରିରେ ଘରକୁ ଫେରିବା, ବାହାରେ ବଡ଼ ବଡ଼ ହୋଟେଲମାନଙ୍କରେ ବାରମ୍ବାର ପାଟି ଖାଇ ସ୍ୱାସ୍ଥ୍ୟ ଖରାପ କରିବା ଇତ୍ୟାଦି କଥା ମୁଗ୍ଧାଙ୍କର ରୁଚିବିରୁଦ୍ଧ କାର୍ଯ୍ୟ। ତେଣୁ ଏସବୁ ପାଇଁ ତାଙ୍କର କଡ଼ାକଡ଼ି ନିୟମ। ତନ୍ମୟ ବେଳେବେଳେ ନିୟନ୍ତ୍ରଣର ବାହାରକୁ ଯିବାକୁ ଚାହିଁଲେ ମଧ୍ୟ ଅନିଚ୍ଛାରେ ହେଉ ପଛକେ ମୁଗ୍ଧାଙ୍କର ନିୟମ ଲଙ୍ଘନ୍ତି ନାହିଁ। ଆଜିକାଲି ସେ ତ ଖୁବ୍ ମାଡ଼ିଗଲେଣି ସେହିସବୁ ଅବାଞ୍ଛିତ କାର୍ଯ୍ୟରେ। ତନ୍ମୟ ତାଙ୍କ ପ୍ରତି ନିର୍ବିକାର ହୁଅନ୍ତୁ ପଛକେ ସେ ଅନ୍ତତଃ ସେଦିନ ମୁଗ୍ଧାଙ୍କ ଆଖି ଆଗରେ ଅଛନ୍ତି। ମୁଗ୍ଧା ତାଙ୍କ ଉପରେ ନିଶ୍ଚୟ ଆଖି ରଖିବେ। ଧରି ନିଆଯାଉ ତନ୍ମୟ ତାଙ୍କର ଜଣେ ପ୍ରତିବେଶୀ। ପ୍ରତିବେଶୀର ଭଲମନ୍ଦ ବୁଝିବା, ତାକୁ ଅବାଟରୁ ବାଟକୁ ଆଣିବା ପ୍ରତ୍ୟେକ ଶିକ୍ଷିତ ସଚେତନ ନାଗରିକର କର୍ତ୍ତବ୍ୟ। ସେହି ଦୃଷ୍ଟିରୁ ମୁଗ୍ଧା ନିଶ୍ଚୟ ତାଙ୍କର କର୍ତ୍ତବ୍ୟ କରିବେ। ମୁଗ୍ଧାଙ୍କୁ କେତେଦିନ ହେଲା ନିର୍ବାସନ ଦଣ୍ଡ ଭୋଗ କଲା ଭଳି ଲାଗୁଛି। ଅଫିସରେ କାମ, ତାପରେ ସିଧା ଏଇ ବନ୍ଦ କୋଠରୀ ଭିତରେ। କିନ୍ତୁ ଘର ଭିତରେ କିଛି କାମ ନାହିଁ। ହୀରା ଯାହା ରାନ୍ଧି ଦେଉଛି ସେତକ କୌଣସି ମତେ ଖାଇଦେବାକୁ ହେଉଛି। ନିଜ ପାଇଁ ନିଜେ କିଛି ରାନ୍ଧିବାର ଆଗ୍ରହ ହେଉନି। କୌଣସି ବନ୍ଧୁବାନ୍ଧବ ଘରକୁ ଯାଇ ସମୟ କାଟିବାକୁ ଆଗ୍ରହ ହେଉନି। ସମସ୍ତଙ୍କ ଆଖିରେ ତିର୍ଯକ୍ ଦୃଷ୍ଟି, ଯାହାର ଅର୍ଥ ସବୁ ଦୋଷ ତମର। ସ୍ତ୍ରୀର କୌଣସି ଦୋଷ ନଥାଇ ବିବାହ ବିଚ୍ଛେଦ ହୁଏ ନା, ଏମିତି ନୀରବ ପ୍ରଶ୍ନକୁ ଆଦୌ ନୀରବରେ ସହି ହୁଏ ନାହିଁ। ତା ଅପେକ୍ଷା ଏ ଚାରିକାନ୍ଥ ବେଷ୍ଟିତ ନିବୁଜ କୋଠରୀ ଭଲ। ତନ୍ମୟଙ୍କ ସଙ୍ଗେ ଖୁବ୍ କ୍ୱଚିତ୍ ଦେଖା ହୁଏ। ସେ ଏବେ ଅଧିକାଂଶ ସମୟ ଘର ବାହାରେ ଏବଂ ମୁଗ୍ଧା ଅଧିକାଂଶ ସମୟ ଘର ଭିତରେ। ଦେଖା ହୋଇଗଲେ ତନ୍ମୟଙ୍କର ସେ ଗୋଟିଏ ମୁଖସ୍ଥ କରା ଖାପଛଡ଼ା ପ୍ରଶ୍ନ, ସବୁ ଭଲ ତ? କିଛି ଅସୁବିଧା ହେଲେ କହିବ। କିନ୍ତୁ ତନ୍ମୟଙ୍କୁ ନିଜର କୌଣସି ଅସୁବିଧା କଥା କହିହୁଏ ନାହିଁ। ତାଙ୍କର ସବୁ ଅସୁବିଧା ଆଉ ଅଭିଯୋଗ ପାଇଁ ତ ତନ୍ମୟ ଅଲଗା ହୋଇଛନ୍ତି। ଆଜି ଆଉ ସେ କଥା ସେ କହିବେ କେମିତି? ମୁଗ୍ଧା ଝର୍କା ଖୋଲିଦେଲେ। ତାଙ୍କର କିଛି ମୁକ୍ତବାୟୁ ଆବଶ୍ୟକ, ନଚେତ୍ ସେ ଖୁବ୍ ଶୀଘ୍ର ଅସୁସ୍ଥ ହୋଇପଡ଼ିବେ। ମାତ୍ର ପବନରେ ତୀବ୍ର ନିକୋଟିନ୍ର ଗନ୍ଧ। କିଛି ଗୋଟାଏ କଡ଼ା ବ୍ରାଣ୍ଡର ସିଗାରେଟ୍ ପିଉଛନ୍ତି ତନ୍ମୟ। ଆଜିକାଲି ତନ୍ମୟ କେତେବେଳେ ଘରେ ଅଛନ୍ତି, ପବନରେ ସିଗାରେଟ୍ର ଗନ୍ଧରୁ ହିଁ ସେ କଥା ଜଣାପଡ଼ିଯାଏ। ଝର୍କା ପାଖରେ ବସିବା ଆଦୌ ସମ୍ଭବ ହେଉନାହିଁ। ମୁଗ୍ଧା ଖଣ୍ଡେ କାଗଜରେ ଲେଖିଲେ, ତମେ ଖୁବ୍ ବେଶୀ ସିଗାରେଟ୍ ପିଉଛ। ହୀରା ହାତରେ ମୋଡ଼ି ମୋଡ଼ି ଛୋଟ କାଗଜଟିକୁ ଉପରକୁ ପଠାଇଦେଲେ। ଗଣେଶ ଛୋଟ କାଗଜଟିଏ ଧରି ତଳକୁ ଆସିଲା। ଲେଖାଥିଲା, ତମେ ଏସବୁରେ ହସ୍ତକ୍ଷେପ କରିବା ଅନଧିକାର ଚର୍ଚ୍ଚା ନୁହେଁ କି? ପୁଣି ଲେଖିଲେ ମୁଗ୍ଧା, ଅଧିକାର ଜାହିର କରିବା ମୋର ଉଦ୍ଦେଶ୍ୟ ନୁହେଁ। ସିଗାରେଟ୍ର ଗନ୍ଧରେ ମୋ ମୁଣ୍ଡ ଧରି ପକାଉଛି। ଝର୍କା ନ ଖୋଲି ମଣିଷ ତ ବଞ୍ଚିପାରେ ନା। ଗଣେଶ ପୁଣି ଲେଖା ଧରି ଆସିଲା, ପବନକୁ ପ୍ରତିରୋଧ କର, ମୋତେ ନୁହେଁ। କାରଣ ଏ ଭିତରେ ଆମର ସମ୍ପର୍କ ବଦଳି ଯାଇଛି। ମୁଗ୍ଧା ବିରକ୍ତିରେ ଧଡ଼ କରି ଝର୍କାଟାକୁ ବନ୍ଦ କରିଦେଲେ। ରୁଦ୍ଧ କୋଠରୀ ଭିତରେ ରୁଦ୍ଧ ବେଦନା ଅବରୁଦ୍ଧ ହୋଇ ରହିଗଲା। ତା ପରଦିନ ହୀରା ମୁଗ୍ଧାଙ୍କୁ ଖାଇବାକୁ ବାଢ଼ି ଦେଉ ଦେଉ କହିଲା, ବାବୁ ଏକବାରେ ଅବାଗିଆ ଧରିଲେଣି। ପୁରୁଷ ପୁଅଗୁଡ଼ା ସବୁଦିନେ ଲଗାମ ଛଡ଼ା। ଲଗାମ ଧରିବାକୁ ଘରଣୀ ନଥିଲେ ଯାହା ହୁଏ। ଆଜିକାଲି ସବୁଦିନ ହୋଟେଲରେ ଖାଉଛନ୍ତି। ଗଣେଶ ଯାହା ରାନ୍ଧୁଛି ତାଙ୍କ ପାଟିକୁ କୁଆଡ଼େ ରୁଚୁନି। ଏବେ ବୁଝିଥିବେ ମାଙ୍କ ହାତ ରନ୍ଧା କେମିତି। ମୁଗ୍ଧାଙ୍କ ତଣ୍ଟିରେ ଗୁଣ୍ଡା ଅଟକିଯାଏ ଏମିତି କଥା ହୀରାଠାରୁ ଶୁଣିଲେ। ସେ କିଛି ଜବାବ ଦିଅନ୍ତି ନାହିଁ। ତା ପରଦିନ ଅଫିସ ବାହାରିବା ବେଳେ ତନ୍ମୟଙ୍କ ସଙ୍ଗେ ଭେଟ ହୋଇଗଲା। ମୁଗ୍ଧା କହିଲେ, ତମେ ନିୟମିତ ହୋଟେଲରେ ଖାଉଛ ଶୁଣିଲି। ସ୍ୱାସ୍ଥ୍ୟ ଅପେକ୍ଷା କିନ୍ତୁ ଏସବୁ ଆଦୌ ଭଲ ନୁହେଁ। ତନ୍ମୟ ହସିଦେଇ କହିଲେ, ମୋ ପାଇଁ ହୋଟେଲ ଆଉ ଘର ଦୁଇଟା ଯାକ ଏକା କଥା। ଏଠି ବି ବାହାର ଲୋକ ରାନ୍ଧିବ, ସେଠି ବି ସେ ବାହାର ଲୋକ ରାନ୍ଧିବ। ମୁଁ ତ କେବଳ ହୋଟେଲରେ ଖାଉନାହିଁ, ଆଜିକାଲି ଦିନେ ଦିନେ ସେଠି ଶୋଇଯାଉଛି ମଧ୍ୟ। ମୁଗ୍ଧାଙ୍କର ମୁହଁଟା ଅକସ୍ମାତ୍ ଫିକା ପଡ଼ିଗଲା। ସେ କିଛି ଉତ୍ତର ଦେଲେ ନାହିଁ। ସନ୍ଧ୍ୟାରେ ଅନେକ କିଛି କିଣାକିଣି କରି ଫେରିଗଲେ ମୁଗ୍ଧା। ନିଜେ ଅନେକ ପ୍ରକାରର ରନ୍ଧାରନ୍ଧି କଲେ। ଗଣେଶକୁ ଡକାଇ ପଠାଇଲେ ହୀରା ହାତରେ। ଟିଫିନ୍ କ୍ୟାରିୟରରେ ଖାଦ୍ୟ ପଦାର୍ଥ ସଜାଡ଼ି ଦେଇ କହିଲେ, ବାବୁଙ୍କୁ ଆଉ ଥରେ ଗରମ କରି ଖାଇବାକୁ ଦେବୁ। କହିବୁ ସବୁ ନିଜେ ରାନ୍ଧିଛୁ ବୋଲି। ସବୁଦିନ ଯେମିତି ସକାଳ ଚା'ଟା ପାଇଁ ବାବୁଙ୍କଠାରୁ ସାର୍ଟିଫିକେଟ୍ ପାଉଛୁ, ଏଣିକି ଏମିତି ତରକାରୀ ପାଇଁ ମଧ୍ୟ ସାର୍ଟିଫିକେଟ୍ ପାଇବୁ। ମୁଁ ସବୁଦିନ ରନ୍ଧାରନ୍ଧି କରି ବାବୁଙ୍କ ପାଇଁ ପଠାଇଦେବି। ତୁ ବି ଏ ଭିତରେ ରନ୍ଧାରନ୍ଧି ଶିଖିବା ପାଇଁ ଚେଷ୍ଟା କର। ବାବୁଙ୍କର ହୋଟେଲରେ ଖାଇବା ଅଭ୍ୟାସଟା ତୋତେ ବଦଳାଇବାକୁ ପଡ଼ିବ। ଗଣେଶ ଖାଇବାକୁ ବାଢ଼ିଦେବା ମାତ୍ରେ ତନ୍ମୟ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ,
ତୁ ୟା ଭିତରେ ଏତେ ଆଗେ ଗଲୁଣି ଜାଣିଥିଲେ ମୁଁ କାହିଁକି ହୋଟେଲରେ ଖାଆନ୍ତି। ଠିକ୍ ତ ତୋ ମାଆଙ୍କୁ ହାତ ରନ୍ଧା ବେଳେ ଲାଗୁଛି। ଗଣେଶ ନିର୍ଲିପ୍ତ ଭାବ ଦେଖାଇ କହିଲା। ମା ଥିଲାବେଳେ ମୁଁ ସିନା ରାନ୍ଧେ ନାହିଁ, ମାଆଙ୍କ ରନ୍ଧାର କାଇଦାଟା ମୋତେ ମନେ ରଖିଦିଏ। ସବୁ ଅଭ୍ୟାସ ଉପରର କଥା। ତମେ ଯଦି ହୋଟେଲରେ ନ ଖାଇ ସବୁଦିନ ଘରେ ଖାଆନ୍ତ, ତେବେ ସିନା ଜାଣନ୍ତ ମୁଁ କେମିତି ରାନ୍ଧେ। ତମେ ବାହାରେ ଖାଇ ଖାଇ ମୋର ରନ୍ଧା ଅଭ୍ୟାସ ତ ଛାଡ଼ି ଯାଉଛି। ତନ୍ମୟ ତୃପ୍ତିରେ ଖାଉ ଖାଉ କହିଲେ, ତୋ ମାଆର ପାଟିଟା ସିନା ଖରାପ, ନହେଲେ ହାତଟା ଭାରି ଭଲ। ଯାହା ରାନ୍ଧିଦିଏ ତା ଅମୃତ। ଗଣେଶ ନିଠେଇ ନିଠେଇ କହିଲା, ଖାଲି ହାତଟା ନୁହେଁ, ମାଆଙ୍କର ମନଟା ବି ଭାରି ଭଲ। ହେଲେ ମନ ଚିହ୍ନନ୍ତି କେତେଜଣ? ତନ୍ମୟ ହସି ଉଠିଲେ। ଥଟ୍ଟା କରି କହିଲେ, ସେ ମନକୁ ଚିହ୍ନିବା ପାଇଁ ଯେତିକି ଧୈର୍ଯ୍ୟ ଦରକାର, ସେ ଧୈର୍ଯ୍ୟ ଏ ସଂସାରରେ କାହାରି ନାହିଁ। ତୋ ମାଆର ମନକୁ ଚିହ୍ନୁ ଚିହ୍ନୁ 7 ଜନ୍ମ ପାର ହୋଇଯିବ। ଆଜିକାଲି ଗଣେଶ ପରିବାପତ୍ର ମାଛ ମାଂସ କିଣି ଆଣେ। ତନ୍ମୟ ଘରେ ନଥିଲେ ମୁଗ୍ଧା ଯାଇ ଚଟପଟ ରାନ୍ଧିଦେଇ ଆସନ୍ତି। ନଚେତ୍ ଗଣେଶ ତଳକୁ ନେଇ ଆସେ ପଛ ଦରଜା ଦେଇ। ତଳେ ମୁଗ୍ଧା ରାନ୍ଧି ସାରିଲେ ପଛ ଦରଜା ଦେଇ ନେଇଯାଏ ଗଣେଶ। ଚାଖିବା ପାଇଁ ବି ନିଜ ସକାଶେ ମୁଗ୍ଧା କିଛି ରଖନ୍ତି ନାହିଁ। ଆଉ କୌଣସି କଥାରେ ସେ ତନ୍ମୟଙ୍କର ଧାର ଧରିବେ ନାହିଁ। ତଳେ ଖାଇ ବସିବା ବେଳେ ହୀରା ଯଦି କୌଣସି ଦିନ ତନ୍ମୟଙ୍କର କୌଣସି ପ୍ରିୟ ଖାଦ୍ୟ ରାନ୍ଧିଥାଏ, ପାଟିକି ନେଉ ନେଉ ମୁଗ୍ଧା ଅଟକି ଯାଆନ୍ତି। ରୁଦ୍ଧ କଣ୍ଠରେ କହନ୍ତି, ଏଇଟା ତ ବାବୁଙ୍କୁ ଖୁବ୍ ଭଲ ଲାଗେ। ଗଣେଶ ପାଖରେ ତରକାରୀ ଦେଇ ଆସିଛୁ ତ? ଉପର ହୋଟେଲରୁ କୌଣସି ସ୍ପେଶାଲ ଆଇଟମ୍ ମଗାଇ ଖାଇଲା ବେଳେ ତନ୍ମୟ କହନ୍ତି, ତୋ ମାଆଙ୍କ ହାତରେ ଏ ଆଇଟମ୍ଟା ଚମତ୍କାର ଉତୁରେ। କୌଣସି ଭଲ ହୋଟେଲରେ ମଧ୍ୟ ସେପରି ଟେଷ୍ଟ ଆସେ ନାହିଁ। ଶୀତଦିନ ପାଇଁ ନିଜର ଗୋଟିଏ ଶାଲ୍ କିଣିବେ ବୋଲି ଭାବୁ ଭାବୁ ମୁଗ୍ଧାଙ୍କର ମନେ ପଡ଼ିଯାଏ, ଆସନ୍ତା ଶୀତ ଋତୁରେ ଉପହାର ପାଇଁ ସେ ବୁଣୁଥିବା ତନ୍ମୟଙ୍କର ପୁଲଓଭରଟା ସେ ଅଧା କରି ଛାଡ଼ି ଆସିଛନ୍ତି, ଠିକ୍ ତାଙ୍କର ଅଧାରେ ଛାଡ଼ି ଆସିଥିବା ଘରକରଣା ଭଳି। ତନ୍ମୟଙ୍କୁ ସେ ଆଉ ଉଷ୍ମତା ଦେବେ ନାହିଁ, କିନ୍ତୁ ପୁଲଓଭରଟା ସେ ପୂରା କରିଦେଇ ପାରିବେ। ଗଣେଶ ହାତରେ ଅଧା ବୁଣା ପୁଲଓଭରଟା ମଗାଇ ଆଣିଲେ ମୁଗ୍ଧା। ଅଫିସରୁ ଫେରିଲେ ଆଉ ତ କିଛି କାମ ନାହିଁ, ଚପ୍ଟାପଟ୍ କାମଟା ପୂରା କରିଦେଲେ। ଗଣେଶ ହାତରେ ଉପରକୁ ପଠାଇ ଦେଉ ଦେଉ କହିଲେ, ବାବୁଙ୍କୁ କହିବୁ ଅଧା ସ୍ୱେଟରଟା ଦୋକାନରେ ଦେଇ ପୂରା କରି ଆଣିଛୁ ବୋଲି। ମଜୁରୀ ବାବଦ ଟଙ୍କାଟା ତୋର ବକ୍ସିସ୍। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ଅୟମାରମ୍ଭ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।